ବର୍ଷା ଦିନ ଆରମ୍ଭ ହେଇଗଲାଣି, ହେଲେ ଏଯାଏଁ ଆମେ ଆମ ଘର ମରାମତି କରିନାହାନ୍ତି। ଯାଅ ଆଜି ହିଁ ଜଙ୍ଗଲ ଭିତରୁ ଭଲ କାଠ ଆଣି ଘର ମରାମତି କର। ଆଚ୍ଛା ଆଚ୍ଛା ଠିକ୍ ଅଛି, ମୁଁ ଏବେ ହିଁ ଜଙ୍ଗଲ ଭିତରକୁ ଯିବି। ତୁ ମୋ କୁରାଢ଼ୀ ଆଣିଦେ। କାଉର ସ୍ତ୍ରୀ ଘର ଭିତରୁ କୁରାଢ଼ୀ ନେଇ ଆସିଲା। କାଉ ସେ କୁରାଢ଼ୀ ନେଇ ଜଙ୍ଗଲ ଭିତରକୁ ଗଲା। ସେ ଚାରିଆଡେ ବୁଲି ବୁଲି ଭଲ କାଠ ଖୋଜୁଥିଲା। ହଠାତ୍ ତାର ନଜର ଏକ ପତ୍ର ନଥିବା ଗଛ ଉପରେ ପଡ଼ିଲା। ସେ ସେଇ ଗଛ ପାଖକୁ ଗଲା। ଆରେ ଏଇ ଗଛଟାରେ ତ ଗୋଟେ ବି ପତ୍ର ନାହିଁ, ତା ମାନେ ଏଇ ଗଛଟି ଶୁଖିଲା ଗଛ। ମୁଁ ୟାକୁ ହିଁ କାଟି ତାର କାଠ ଘରକୁ ନେଇଯାଏ। କାଉ ଏମିତି କହି ଯେମିତି ଗଛ କାଟିବାକୁ ଚେଷ୍ଟା କଲା, ହଠାତ୍ ସେ ଶୁଖିଲା ଗଛଟି କଥା କହିଲା। ନା ନା, ମତେ କାଟନି, ମୁଁ ଶୁଖିଲା ଗଛ ନୁହଁ, ମୁଁ ପତ୍ର ନଥିବା ଗୋଟେ ଗଛ। ମୋର ଜୀବନ ଅଛି, ଦୟାକରି ମତେ କାଟନି। ତୋର ପତ୍ର ଥାଉ କି ନଥାଉ, ମୁଁ ତତେ ଆଜି କାଟିବି, କାହିଁକି ନା ମୋର କାଠ ଦରକାର। ନା ନା, ଟିକେ ରୁହ, ମତେ କାଟନି। ତୁମକୁ ଯାହା ଦରକାର ମୁଁ ସବୁ ଦେବି। ଏଇ କିଛି ମିଠା ଫଳ ନିଅ। ଆରେ ଏ କ'ଣ, ମୁଁ ସ୍ୱପ୍ନ ଦେଖୁନି ତ? ତୁ ଏତେ ଗୁଡ଼ିଏ ଫଳ କେମିତି ବାହାର କଲୁ? ମୁଁ ସାଧାରଣ ଗଛ ନୁହଁ, ମୁଁ ଗୋଟେ ଯାଦୁର ଗଛ। ତୁମେ ଯାହା ଚାହିଁବ ମୁଁ ତମକୁ ସବୁ ଦେବି, ହେଲେ ମତେ ଛାଡ଼ି ଦିଅ, ମତେ ଆଉ କାଟନି। ଠିକ୍ ଅଛି, ମୁଁ ତତେ କାଟିବିନି, ହେଲେ ମୁଁ ଯାହା ଚାହିଁବି ତୁ ମତେ ସବୁ ଦେବୁ। ଏମିତି କହି କାଉ ସେ ମିଠା ଫଳର ଝୁଡ଼ି ଧରି ଘରକୁ ଫେରିଲା। ଏଇ କ'ଣ, ତୁମେ କାଠ ନ ଆଣି ଫଳ ଧରି ଘରକୁ ଆସିଲ ଯେ? କାଉ ତା ସ୍ତ୍ରୀକୁ ସବୁ ଘଟଣା କହିଲା। ସବୁ ଶୁଣିଲା ପରେ କାଉ ସ୍ତ୍ରୀ ମନରେ ଲୋଭ ଆସିଲା। କ'ଣ କହିଲ? ଯାଦୁର ଗଛ? ତୁମେ ସେ ଯାଦୁର ଗଛ ପାଖରୁ ଏ ଫଳ ଝୁଡ଼ି ଆଣିଛ? ତୁମେ ଚାହିଁଥିଲେ ତା ପାଖରୁ ସୁନା ଟଙ୍କା ଆଣିପାରିଥାନ୍ତ। ତୁମେ ସତରେ ବହୁତ ବୋକା। ଆରେ ଆରେ, ଏତେ ରାଗୁଛୁ କାହିଁକି? ସେ ଗଛ ମତେ କହିଥିଲା ମୁଁ ତାକୁ ଯେତେବେଳେ ବି ଯାହା ମାଗିବି ସେ ମତେ ସବୁ ଦେବ। ମୁଁ କାଲି ହିଁ ତା ପାଖରୁ ସୁନା ଟଙ୍କା ମାଗି ଆଣିବି। ଆରେ ଶୁଣ, ସେ ଯାଦୁର ଗଛ ବିଷୟରେ ଏଇ ଜଙ୍ଗଲରେ କାହାକୁ ବି କିଛି କହିବନି, ନହେଲେ ସମସ୍ତେ ସେ ଗଛକୁ ଯାଇ ସୁନା ଟଙ୍କା ମାଗିବେ। ସେମିତି ସେ ଗଛ ଆମକୁ କମ ସୁନା ଦେବ। ହଁ ହଁ ବୁଝିଲି, ଚାଲ ଏବେ ସବୁ ମିଠା ଫଳ ଖାଇବା। ଏମିତି ସେମାନେ ସେ ସବୁ ଫଳ ଖାଇଲେ। ପରଦିନ ସକାଳେ କାଉ ପୁଣି ଥରେ ସେ ଯାଦୁର ଗଛ ପାଖକୁ ଗଲା। କ'ଣ ହେଲା କାଉ, ତୁ ଆଜି ପୁଣି ମୋ ପାଖକୁ ଆସିଲୁ? ଯାଦୁର ଗଛ, ମୁଁ ଜଙ୍ଗଲରେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି, ସେଥିପାଇଁ ମତେ କିଛି ସୁନା ଟଙ୍କା ଦିଅ। ଆରେ ବା, ତୁ ବହୁତ ଭଲ କଥା ଚିନ୍ତା କରିଛୁ କାଉ। ମୁଁ ଏବେ ହିଁ ତତେ କିଛି ସୁନା ଟଙ୍କା ଦେଉଛି। ତାପରେ ଯାଦୁର ଗଛ କାଉକୁ କିଛି ସୁନା ଟଙ୍କା ଦେଲା। କାଉ ସେ ସୁନା ଟଙ୍କା ଧରି ନିଜ ଘରକୁ ଫେରି ଆସିଲା। କାଉର ସ୍ତ୍ରୀ ଏତେ ଗୁଡ଼ିଏ ସୁନା ଟଙ୍କା ଦେଖି ଖୁବ ଖୁସି ହେଇଗଲା। ଆରେ ଶୁଣ, ଏ ସୁନା ଟଙ୍କା ବିକ୍ରି କରି ନୂଆ ଘର ତିଆରି କରିବା ଅପେକ୍ଷା ସେ ଯାଦୁର ଗଛ ପାଖରୁ ଏକ ନୂଆ ଘର ମାଗି ଆଣ। ଆରେ ବା, ମୋ ଅପେକ୍ଷା ମୋ ସ୍ତ୍ରୀର ବେଶୀ ବୁଦ୍ଧି। ମୁଁ ଏବେ ସେ ଗଛ ପାଖକୁ ଯିବି ଆଉ ତାକୁ ଏକ ଘର ମାଗିବି। ଯାଦୁର ଗଛ, ମୁଁ ବଡ଼ ବିପଦରେ ପଡ଼ିଯାଇଛି। ମୁଁ ରହୁଥିବା ଘର ଭାଙ୍ଗି ଯାଇଛି। ମୋ ପାଖରେ ଥିବା ସବୁ ସୁନା ଟଙ୍କା ମୁଁ ସମସ୍ତଙ୍କୁ ବାଣ୍ଟି ଦେଇଛି। ଏବେ ମୋର କ'ଣ ହେବ? ମୁଁ କୋଉଠି ରହିବି? କାଉ, ଏଇ କାଠ ଘର ମୁଁ ତତେ ଦେଲି, ଏଇ ଘରକୁ ନେଇ ତୁ ଏବେ ଆରାମରେ ରହିପାରିବୁ। ତାପରେ କାଉ ସେ କାଠ ଘରକୁ ଧରି ଆସିଲା ଆଉ ତାର ସ୍ତ୍ରୀକୁ ଦେଖେଇଲା। ଆରେ ଦେଖ ଦେଖ, ମୁଁ ସେ ଯାଦୁର ଗଛ ପାଖରୁ କେତେ ବଡ଼ ଆଉ ମଜବୁତ ଘର ନେଇ ଆସିଲି। ଏବେ ପୁରା ବର୍ଷା ଦିନ ଆମେ ଆରାମରେ ଏ ଘରେ ରହିପାରିବା। କ'ଣ ହେଲା, ତୁ କିଛି କଥା କାହିଁକି କହୁନୁ? ଏମିତି ମନ ଦୁଃଖରେ କାହିଁକି ଅଛୁ? ଏଇ ସାଧାରଣ କାଠ ଘରକୁ ଆଣି ତମେ ଭାବୁଛ ମୁଁ ଖୁସି ହେବି? ଯଦି ଆଣିବାର ଥିଲା ଏକ ସୁନା ଘର ଆଣିଥାନ୍ତ। ମୁଁ କିଛି ଜାଣିନି, ଏବେ ହିଁ ସେ ଗଛ ପାଖରୁ ଏକ ସୁନା ଘର ଆଣ, ନହେଲେ ଆଜି ମୁଁ କିଛି ବି ଖାଇବିନି କି ତମ ସହ କଥା ବି ହେବିନି। ଆଚ୍ଛା ଆଚ୍ଛା, ତୁ ଏତେ ରାଗନି, ମୁଁ ଏବେ ସେ ଗଛ ପାଖରୁ ସୁନା ଘର ଆଣୁଛି। ଏମିତି କହି କାଉ ସେଠାରୁ ଚାଲିଗଲା। ସେ ଯିବା ପରେ ପରେ ଏକ ଚଢ଼େଇ ଆଉ ମିଟୁ କାଉ ସ୍ତ୍ରୀ ପାଖକୁ ଆସିଲେ। କାଉ ଭଉଣୀ, ଏତେ ଶୀଘ୍ର କାଠରେ ଏମିତି ସୁନ୍ଦର ଘର ତୁମେ କେମିତି ତିଆରି କରିପାରିଲ? ଆମକୁ ବି ଟିକେ କୁହ। ବର୍ଷା ହେବା ଆଗରୁ ଆମେ ବି ଏମିତି ମଜବୁତ ଘର ତିଆରି କରିବାକୁ ଚାହୁଁଛୁ। ଏଇ ଘର ଆମେ କେମିତି ତିଆରି କରିଛୁ ମୁଁ ତମ ମାନଙ୍କୁ କହିବିନି, ଏଇଟା ଟପ୍ ସିକ୍ରେଟ। ଏବେ ମୁଁ ବହୁତ ଟେନସନରେ ଅଛି, ତମେ ମାନେ ମତେ ବିରକ୍ତ ନ କରି ଏଠୁ ଚାଲିଯାଅ। ଏମିତି କାଉ ସେମାନଙ୍କୁ ଅପମାନ ଦେଇ ସେଠୁ ବାହାର କରିଦେଲା। ମିଟୁ ଆଉ ଚଢ଼େଇ ମନ ଦୁଃଖରେ ସେଠୁ ଚାଲିଗଲେ। ଚଢ଼େଇ, ମତେ ଲାଗୁଛି ଏମାନେ ଆମକୁ କିଛି ଲୁଚଉଛନ୍ତି। ମୁଁ ପ୍ରତିଦିନ ଦେଖେ
କାଉ ଜଙ୍ଗଲ ଭିତରକୁ ଯାଏ ଆଉ କିଛି ନା କିଛି ନୂଆ ଜିନିଷ ଆଣେ। ଆଜି ବି ସେ ଯାଇଛି। ଚାଲ ଆଜି ତାର ପଛା କରିବା, ତାପରେ ଯାଇ ଜାଣିପାରିବା ସେ କୋଉଠିକି ଯାଉଛି। ତାପରେ ସେମାନେ କାଉର ପଛେ ପଛେ ଗଲେ। ସେପଟେ ଯାଦୁର ଗଛ କାଉକୁ ଦେଖି କହିଲା, କାଉ ତୁ ପୁଣି ମୋ ପାଖକୁ କାହିଁକି ଆସିଲୁ? ମୁଁ ତତେ ଗୋଟେ କଥା କହିଦେଉଛି, ବେଶୀ ଲୋଭ କରିବୁନି। ଲୋଭରୁ ପାପ ଆଉ ପାପରୁ ମୃତ୍ୟୁ। ଯାଦୁର ଗଛ, ତୁ ଯୋଉ କାଠ ଘର ମତେ ଦେଇଥିଲୁ, ମୋ ସ୍ତ୍ରୀକୁ ସେ ଘର ଭଲ ଲାଗିଲାନି। ତୁ ସେ ଘରକୁ ସୁନା ଘର କରିଦେ, ନହେଲେ ମୁଁ ତତେ କାଟିଦେବି। ଯାଦୁର ଗଛ ସବୁ କିଛି ଜାଣିପାରିଲା। ସେ ଲୋଭୀ କାଉକୁ କହିଲା, ଆଚ୍ଛା କାଉ, କେବଳ ଘର ସୁନା ଦରକାର ନା ଘର ଭିତରେ ଥିବା ଜିନିଷ ବି ସୁନା ଦରକାର? ହଁ ହଁ, ମୋର ଘର ଭିତରେ ଥିବା ସବୁ ଜିନିଷ ବି ସୁନା କରିଦେ। ଠିକ ଅଛି, ମୁଁ ତ ଘର ଭିତରେ ଥିବା ସବୁ ଜିନିଷକୁ ସୁନା କରିଦେଇଛି। ତୁ ଏବେ ଘରକୁ ଫେରିଯା। କାଉ ଆଉ କିଛି ନ କହି ଘରକୁ ଚାଲିଗଲା। ଏସବୁ ଘଟଣା ଦୂରରୁ ମିଟୁ ଆଉ ଚଢ଼େଇ ବି ଦେଖୁଥିଲେ। ସେମାନେ ତୁରନ୍ତ ଗଛ ପାଖକୁ ଗଲେ। ଗଛ, ଆମେ ଜାଣୁ ତୁମେ ଏକ ଯାଦୁର ଗଛ। ଆମେ କାଉ ଭଳି ଏତେ ଲୋଭୀ ନୁହଁ। ଆମ ଦୁଇ ଜଣଙ୍କ ପାଖରେ ଘର ନାହିଁ। ଆମକୁ ବି ଏକ ମଜବୁତ କାଠର ଘର ଦିଅ, ଯେମିତି ପୁରା ବର୍ଷା ଦିନ ଆମେ ସେ ଘରେ ରହିପାରିବୁ। ଆଉ ହଁ, ଆମେ ପ୍ରତିଦିନ ତୁମର ଦେଖାଶୁଣା କରିବୁ, ଯେମିତି ଆଉ କେହି ବି ତୁମକୁ କାଟି ପାରିବେନି। ତମ ଦୁଇ ଜଣଙ୍କୁ ଦେଖି ମୁଁ ଜାଣିପାରିଲି ତମେ ମାନେ ବହୁତ ଭଲ। ମୁଁ ତମ ମାନଙ୍କ ଇଚ୍ଛା ନିଶ୍ଚୟ ପୁରା କରିବି। ଏଇ ନିଅ ଘର। ଏମିତି ସେ ଯାଦୁର ଗଛ ମିଟୁ ଆଉ ଚଢ଼େଇକୁ ବି ଦୁଇଟି କାଠ ଘର ଦେଲା। ସେପଟେ କାଉ ତା ସୁନା ଘର ଭିତରେ ପଶି ଦେଖିଲା ତା ସ୍ତ୍ରୀ ଏକ ସୁନାର ମୂର୍ତ୍ତି ପାଲଟି ଯାଇଛି। ଆରେ ଏ କଣ? ତୁ ମୂର୍ତ୍ତି କେମିତି ପାଲଟି ଗଲୁ? ମତେ ରକ୍ଷା କର, ମୁଁ ଏମିତି ସୁନାର ମୂର୍ତ୍ତି ହେଇ ରହିବାକୁ ଚାହୁଁନି। ମୁଁ କେବଳ କଥା କହିପାରୁଛି, ହେଲେ ଟିକେ ବି ହଲି ପାରୁନି। ମୋର ଆଉ ସୁନା ଦରକାର ନାହିଁ। ଦୟାକରି ମତେ ବଞ୍ଚାଅ, ମୁଁ ମରିବାକୁ ଚାହୁଁନି। ତୁ ଭୟ କରନି, ମୁଁ ଏବେ ସେ ଯାଦୁର ଗଛ ପାଖକୁ ଯାଉଛି। ଯାଦୁର ଗଛ, ମୁଁ ମୋ ଭୁଲ ବୁଝିପାରିଲି। ମୁଁ ଆଉ ତମକୁ କିଛି ବି ମାଗିବିନି। ମୋ ସ୍ତ୍ରୀକୁ ଆଗ ଭଳି କରିଦିଅ। ଦୟାକର ଯାଦୁର ଗଛ, ଦୟାକର। କାଉର ଏପରି ପରିବର୍ତ୍ତନ ଦେଖି ଯାଦୁର ଗଛ ତା ସ୍ତ୍ରୀକୁ ତାର ପୂର୍ବ ରୂପ ଫେରିଦେଲା। ସେ ଯାହା ବି କାଉମାନଙ୍କୁ ଦେଇଥିଲା ସବୁ ନେଇଗଲା। ସେଦିନ ପରଠାରୁ ଦୁଇ କାଉ ଆଉ ଲୋଭ କଲେ ନାହିଁ। ସେମାନେ ତାଙ୍କର ସେଇ ଭଙ୍ଗା ଘରେ ରହିଲେ। ମା ମା, ମୁଁ ତୁମକୁ କେତେ ଦିନରୁ କହୁଛି ମତେ ଗୋଟେ ଛତା କିଣିଦିଅ। ମୋର ସବୁ ସାଙ୍ଗଙ୍କ ପାଖରେ ଛତା ଅଛି, ହେଲେ ତୁମେ ମୋ କଥା ଜମା ବି ଶୁଣୁନ। ତୁମେ ବହୁତ ଖରାପ ମା, ମତେ କେବେ ବି ଛତା କିଣି ଦଉନ। ଆଜି ଯଦି ଛତା କିଣି ନଦେବ, ମୁଁ ଆଉ ସ୍କୁଲକୁ ଯିବିନି। ଆରେ ମା, ଶାନ୍ତ ହେ, ଜିଦ୍ କରନି। ତୁ ତ ଜାଣିଛୁ ଛତା କିଣିବା ପାଇଁ ମୋ ପାଖରେ ଟଙ୍କା ନାହିଁ। ମୁଁ ତତେ ଛତା କେମିତି କିଣିଦେବି କହିଲୁ? ନା ନା ନା, ମୁଁ କିଛି ଜାଣିନି। ମତେ ଛତା ଦରକାର। ମୋ ସାଙ୍ଗମାନେ ପ୍ରତିଦିନ ଛତା ଧରି ସ୍କୁଲ ଯାଆନ୍ତି। ମୋ ପାଖରେ ଗୋଟେ ବି ଛତା ନାହିଁ। ମତେ ଛତା କିଣିଦିଅ। ମାରି, ଟିକେ ଆମ ଘର ଆଡକୁ ଦେଖିଲୁ। ଘରଟା କେତେ ପୁରୁଣା ଆଉ ଚାରିପାଖ କେମିତି ଭାଙ୍ଗି ଯାଇଛି। ବର୍ଷା ହେବା ଆଗରୁ ଘର ଠିକ ନ କଲେ ଆମ ଘର ଭାଙ୍ଗିଯିବ। ତୁ କାହିଁକି ବୁଝୁନି ରେ ମା? ତୋ ମା ବହୁତ ଗରିବ। ଯାହା ବି ରୋଜଗାର କରୁଛି, ଖାଇବାରେ ଘର ଚଳିବାରେ ସବୁ ଟଙ୍କା ସରିଯାଉଛି। ଏବେ ତୁ ହିଁ କହ, ସେଇ ଅଳ୍ପ କେତୋଟି ଟଙ୍କାରେ ମୁଁ ଘର ସଜାଡ଼ିବି ନା ତତେ ଛତା କିଣିଦେବି? ତାହେଲେ ଆଗ ଘର ସଜାଡ଼ିବ, ତାପରେ ମତେ ଛତା କିଣିଦେବ। ଠିକ ଅଛି ମା, ତୁ ଜମା ବି ମନ ଦୁଃଖ କରନି। ଘର ସଜାଡ଼ି ସାରିଲେ ମୁଁ ତୋ ପାଇଁ ସୁନ୍ଦର ଏକ ରଙ୍ଗୀନ ଛତା କିଣିଦେବି। ବହୁତ ସମୟ ହେଇଗଲାଣି, ଆସ ମା, ମୁଁ ଏବେ ତତେ ଖୁଆଇଦେବି। ମା ଚଢ଼େଇଟି ଥିଲା ବହୁତ ଗରିବ। ଅନ୍ୟ ଚଢ଼େଇମାନଙ୍କ ଘରେ ବାସନ ମାଜି ଯାହା ବି ପାଉଥିଲା, ସେଥିରେ ସେ ତାର ଆଉ ତା ଛୁଆର ଖାଇବା ଯୋଗାଡ଼ କରୁଥିଲା। ଏହିପରି ବେଶ କିଛି ଦିନ ବିତିଗଲା। ବର୍ଷା ଦିନ ବି ଆସିଗଲା, ହେଲେ ମା ଚଢ଼େଇଟି ଘର ସଜାଡ଼ିବା ଟଙ୍କା ଯୋଗାଡ଼ କରିପାରିଲାନି। ସେଥିପାଇଁ ସେ ଅନେକ ଚିନ୍ତାରେ ଥିଲା। ଦେଖୁ ଦେଖୁ ବର୍ଷା ବି ଆରମ୍ଭ ହେଇଗଲା। ବର୍ଷା ଦିନ ଆରମ୍ଭ ହେଇଗଲାଣି, ଟଙ୍କା ଅଭାବରୁ ମୁଁ ଘର ସଜାଡ଼ି ପାରିଲିନି। ଏବେ ଆମର କ'ଣ ହେବ? ହେ ଭଗବାନ, ଆମକୁ ରକ୍ଷା କର। ଘର ଭାଙ୍ଗିଗଲେ ଆମେ କୋଉଠି ରହିବୁ? ମା ଦେଖ, ପବନରେ ଆମ ଘର କେମିତି ହଲୁଛି। ମତେ ଭାରି ଭୟ ଲାଗୁଛି ମା। ତୁ ଭୟ କରନି, ମୁଁ ତ ପାଖରେ ଅଛି। ସେତେବେଳେ ଜୋରରେ ପବନ ବହୁଥିଲା। ଏତେ ଜୋରେ ପବନ ବହିବା ଯୋଗୁଁ
ଚଢ଼େଇ ଘର ଚାଳର ଗୋଟେ ପାଖ ଭାଙ୍ଗି ପବନରେ ଉଡ଼ିଗଲା, ଯାହାଫଳରେ ତାଙ୍କ ଘର ଭିତରେ ବର୍ଷା ପାଣି ପଡ଼ିଲା। ମା ଦେଖ ନା, ଏ କ'ଣ ହେଇଗଲା? ଘର ଭିତରେ ବର୍ଷା ପାଣି ପଡୁଛି, ମତେ ଭାରି ଥଣ୍ଡା ଲାଗୁଛି। ମାରି ଘରର ଗୋଟେ କୋଣରେ ପାଣି ପଡୁନି, ଚାଲ ସେଠାକୁ ଯିବା। ତୁ ମୋ ପାଖକୁ ଆ, ମୁଁ ତତେ ମୋ ଡେଣାରେ ଘୋଡ଼େଇ ଦେବି, ତତେ ଆଉ ଥଣ୍ଡା ଲାଗିବନି। ମା ଚଢ଼େଇଟି ତା ଛୁଆକୁ ନିଜ ଡେଣାରେ ଘୋଡ଼େଇକି ଧରିଲା। ଏମିତି ସେ ରାତି ବିତିଗଲା। ସକାଳ ହେଲା ପରେ ଯେତେବେଳେ ବର୍ଷା ଛାଡ଼ିଗଲା, ମା ଚଢ଼େଇଟି ଜଙ୍ଗଲ ଭିତରକୁ ଗଲା। ସେ କିଛି କଦଳୀପତ୍ର ତୋଳି ଆଣିଲା, ଆଉ ନିଜ ଘର ଚାଳର ଭାଙ୍ଗିଥିବା ଜାଗାରେ କଦଳୀପତ୍ର ଘୋଡ଼େଇ ଦେଲା। କିଛି ଦିନ ଏମିତି ଚଳି ଯାଇଥାଏ, ପଛରେ ଟଙ୍କା ଯୋଗାଡ଼ କଲେ ମୁଁ ଘର ମରାମତି କରିନେବି। ଏମିତି ସେ ଦିନ କଟିଗଲା। ପରଦିନ ରାତିରେ ପୁଣି ଝଡ଼ ବର୍ଷା ଆରମ୍ଭ ହେଇଗଲା। ଆଜି ତୁ ଜମା ବି ଡରନି, ମୁଁ ଘର ଉପରେ କଦଳୀପତ୍ର ରଖିଦେଇଛି, ଆଜି ଆମେ ଆଉ ବର୍ଷାରେ ଭିଜିବାନି। ମା ଚଢ଼େଇର କଥା ସରିଛି କି ନାହିଁ, ପବନରେ କଦଳୀପତ୍ର ଉଡ଼ିଗଲା। ପୁଣି ଥରେ ତାଙ୍କ ଘର ଭିତରେ ପାଣି ପଡ଼ିଲା। ମାରି ଭୟ କରନି, ଆଜି ରାତି ବି କାଲି ରାତି ପରି ପାର କରିଦେବା, ସକାଳେ ମୁଁ କିଛି ବ୍ୟବସ୍ଥା କରିବି। ସେପଟେ ଗୋଟେ ବୁଢ଼ୀ ଚଢ଼େଇ ବର୍ଷାରେ ଛତା ଧରି ଜଙ୍ଗଲରେ ଚାଲୁଥିଲା। ସାମ୍ନାରେ କାଉର ଘର ଥିଲା। ବୁଢ଼ୀ ଚଢ଼େଇ ସେ ଘରକୁ ଯାଇ ଘରର କବାଟ ବାଡ଼େଇଲା। ଘର ଭିତରେ କିଏ ଅଛ? ଦୟାକରି ମୋତେ ଟିକେ ସାହାଯ୍ୟ କର, ମୁଁ ଏ ଝଡ଼ ବର୍ଷାରେ ଘରକୁ ଫେରି ପାରିଲିନି, ଆଜି ରାତି ମୋତେ ତୁମ ଘରେ ଆଶ୍ରୟ ଦେଇଥାଅ। ଆରେ ଆରେ, ଘର ଭିତରକୁ କ'ଣ ଚାଲି ଆସିଲ? ଚିହ୍ନା ନାହିଁ କି ଜଣା ନାହିଁ, ମୁଁ କ'ଣ ପାଇଁ ତମକୁ ମୋ ଘରେ ଆଶ୍ରୟ ଦେବି? ମୁଁ ତମକୁ ମୋ ଘରେ ରଖିପାରିବିନି, ଏବେ ହିଁ ମୋ ଘରୁ ବାହାରି ଯାଅ। କାଉର ଏପରି କଥା ଶୁଣି ବୁଢ଼ୀ ଚଢ଼େଇ ତା ଘରୁ ବାହାରି ଆସିଲା। ସେ ସମସ୍ତଙ୍କ ଘରକୁ ଯାଇ ଆଶ୍ରୟ ଖୋଜୁଥିଲା, ହେଲେ କେହି ବି ସେ ବୁଢ଼ୀ ଚଢ଼େଇକୁ ସାହାଯ୍ୟ କଲେ ନାହିଁ। ଶେଷରେ ସେ ମା ଚଢ଼େଇର ଭଙ୍ଗା ଘରକୁ ଗଲା। ଭିତରେ କିଏ ଅଛ? ଆଜି ରାତି ମୋତେ ତୁମ ଘରେ ଆଶ୍ରୟ ଦେଇଥାଅ, ବର୍ଷାରେ ଭିଜି ଭିଜି ମୋତେ ଭାରି ଥଣ୍ଡା ଲାଗିଲାଣି। ମାରି ମୋ ଘର ବହୁତ ଦୂର, ଫେରୁ ଫେରୁ ହିଁ ବର୍ଷା ମାଡ଼ି ଆସିଲା। ଏ ଜଙ୍ଗଲରେ ମୋର ନିଜର କେହି ନାହାନ୍ତି, ଆଜି ରାତି ମୋତେ ତ ଘରେ ରହିବାକୁ ଦେଇଥାଅ, ସକାଳ ହେଲେ ହିଁ ମୁଁ ଏଠୁ ଚାଲିଯିବି। ବୁଢ଼ୀମା, ମୁଁ ମନା କରୁନି, ଆଜି ରାତି ତୁମେ ଆମ ଘରେ ରହିଯାଅ, ହେଲେ ତୁମେ ତ ଦେଖୁଛ ଏ ଘରର ଅନେକ ଜାଗା ଭାଙ୍ଗି ଯାଇଛି, ଘର ଭିତରେ ବର୍ଷା ପାଣି ପଡ଼ୁଛି, ମୁଁ ତୁମକୁ ଏକ ଭଲ ଜାଗାରେ ରହିବାକୁ ଦେଇପାରୁନି। କିଛି କଥା ନାହିଁ ରେ ମା, ମୁଁ ଆଜି ରାତି କଷ୍ଟ କରି ଏ ଭଙ୍ଗା ଘରେ ରହିଯିବି। ତ ମନଟା ବହୁତ ଭଲ, ପକ୍କା ଘର ଥାଇ ବି ଏ ଜଙ୍ଗଲର ଚଢ଼େଇମାନେ ମୋତେ ଆଶ୍ରୟ ଦେଲେ ନାହିଁ, ହେଲେ ତୁ ଏ ଭଙ୍ଗା ଘରେ ରହିବାକୁ ମୋତେ ଜାଗା ଦେଲୁ, ମୁଁ ତତେ ଆଶୀର୍ବାଦ କରୁଛି, ଖୁବ୍ ଶୀଘ୍ର ତୋର ସବୁ ଦୁଃଖ ଦୂର ହେଇଯିବ। ପରଦିନ ସକାଳେ ବର୍ଷା ଛାଡ଼ି ଯାଇଥିଲା। ବୁଢ଼ୀ ଚଢ଼େଇ ନିଜ ଘରକୁ ଯିବା ପାଇଁ ବାହାରିଲା। ମୁଁ ଏବେ ଆସୁଛି ରେ ମା, ମୋ ଘର ଲୋକ ମୋ ପାଇଁ ବ୍ୟସ୍ତ ହେଉଥିବେ। ଆରେ ବୁଢ଼ୀ ମା, ତୁମେ ମୋର ଅତିଥି, ନ ଖାଇ ଏଠାରୁ ଚାଲିଯିବ? ଆଗ କିଛି ଖାଇନିଅ, ତାପରେ ଘରକୁ ଯିବ। ଏମିତି ଶୁଣି ବୁଢ଼ୀ ଚଢ଼େଇ ସେ ଖାଇବା ଖାଇଲା। ସେତେବେଳେ ଛୋଟ ଚଢ଼େଇ ଛୁଆ କାନ୍ଦି କାନ୍ଦି ତା ମାକୁ କହିଲା, ମା, ଆଉ କେତେ ଦିନ କଷ୍ଟ କରି ଏ ଭଙ୍ଗା ଘରେ ରହିବା? ତୁମେ ତ କହିଥିଲ ଘର ସଜାଡ଼ି ସାରିଲେ ମୋତେ ଛତା କିଣିଦେବ। ଛତା କିଣିବା ତ ଦୂରର କଥା, ତୁମେ ଏଯାଏଁ ଘରଟି କରିପାରିଲନି, ମୋତେ ଏ ଭଙ୍ଗା ଘରେ ରହିବାକୁ ଆଉ ଭଲ ଲାଗୁନି। ମାରି କାନ୍ଦିନି, ଟିକେ ଧୈର୍ଯ୍ୟ ଧର, ସବୁ କିଛି ଠିକ୍ ହେଇଯିବ। ମା ଚଢ଼େଇ ଆଉ ତା ଛୁଆର କଥା ସେ ବୁଢ଼ୀ ଚଢ଼େଇ ବି ଶୁଣୁଥିଲା। ଖାଇସାରି ସେ କହିଲା, ମାରି ମୁଁ ଏବେ ଆସୁଛି, ମୁଁ ତୋର ଏ ଉପକାର କେବେ ବି ଭୁଲିବିନି। ମୋ ପାଖରେ ଏବେ କିଛି ନାହିଁ, ଏ ଛତା ମୁଁ ତୋ ଝିଅକୁ ଉପହାର ଦେଉଛି, ଏ ନେ ଛୋଟ ଝିଅ, ମୋ ତରଫରୁ ତୋ ପାଇଁ ଏକ ଛୋଟ ଉପହାର। ଏବେ ମୁଁ ଯାଉଛି। ଆଉ ହଁ, ଏ ଛତା ସାଧାରଣ ନୁହଁ, ଦିନେ ନା ଦିନେ ତମେମାନେ ଏକଥା ବୁଝିପାରିବ। ଏମିତି କହି ସେ ବୁଢ଼ୀ ଚଢ଼େଇ ସେଠାରୁ ଚାଲିଗଲା। ତାପରେ ବେଶ କିଛି ଦିନ ବିତିଗଲା। ଯେତେ ଚେଷ୍ଟା କଲେ ବି ମା ଚଢ଼େଇ ଟଙ୍କା ଯୋଗାଡ଼ କରି ଘର ସଜାଡ଼ି ପାରିଲାନି। ଗୋଟେ ଦିନ ବହୁତ ଜୋରେ ବର୍ଷା ହେଲା। ସେଇ ବର୍ଷାରେ ମା ଚଢ଼େଇର ପୁରା ଘର ଭାଙ୍ଗିଗଲା। ହେ ଭଗବାନ, ଏ କ'ଣ ହେଇଗଲା? ଏବେ ମୁଁ ମୋ ଛୁଆକୁ ନେଇ କୋଉଠି ରହିବି? ଆସ ମା, ମୋ ପାଖକୁ ଆସେ। ମା, ମୋତେ ବହୁତ ଡର ଲାଗୁଛି, ଦେଖ ନା ମୁଁ ପୁରାପୁରି ଭିଜି ଯାଇଛି, ଭାରି ଥଣ୍ଡା ଲାଗୁଛି ମା। ଆରେ ମା, ତତେ ବୁଢ଼ୀ ମା ଯେଉଁ ଛତା ଦେଇଥିଲେ ତାକୁ ଖୋଲ, ଆଜି ରାତି ଆମେ ସେ ଛତା ତଳେ ଆଶ୍ରୟ ନେବା। ଏମିତି କଥା ହେଇ ମା ଆଉ ତାର ଛୁଆ ଛତା ଖୋଲି ତା ତଳେ ବସିଲେ। ହଠାତ୍ ସେହି ସମୟରେ
ଛତାଟି ଉଡ଼ିଯାଇ ଏକ ସୁନ୍ଦର ଘରରେ ବଦଳିଗଲା। ଏ କ'ଣ ମା? ଆମ ପୁରୁଣା ଘର ଜାଗାରେ ଏକ ନୂଆ ଘର? କେତେ ସୁନ୍ଦର ହେଇଛି ନା ମା ଏ ଘର? ଆରେ ଏ କ'ଣ? ଏ ଛତାଟି ଏକ ଘର କେମିତି ହେଇଗଲା? ନିଶ୍ଚୟ ଏ ଛତା ସାଧାରଣ ଛତା ନୁହଁ। ତୁ ଠିକ୍ କହିଲୁ ଚଢ଼େଇ, ଏ ଛତା ସାଧାରଣ ନୁହଁ। ଯେଉଁ ବୁଢ଼ୀମା ତୋ ଘରେ ଆଶ୍ରୟ ନେଇଥିଲେ ସେ ବି ସାଧାରଣ ଚଢ଼େଇ ନଥିଲେ, ସେ ଥିଲେ ଜଣେ ଯାଦୁକରଣୀ। ସେ ବୁଢ଼ୀମା ତୁମ ଉପରେ ଖୁସି ହେଇ ତୁମକୁ ଉପହାରୀ ଘର ଦେଇଛନ୍ତି। ବର୍ଷାରେ ଭିଜନି, ଘର ଭିତରକୁ ଆସ। ଏ ଘରେ ତମେମାନେ ସବୁ ସୁବିଧା ପାଇବ। ତାପରେ ମା ଛୁଆ ଘର ଭିତରକୁ ଗଲେ। ସେ ଘରେ ଅନେକ ଖାଇବା ସହ ସୁନା ରୂପା ବି ଜମା ଥିଲା। ବୁଢ଼ୀମା, ତୁମକୁ ବହୁତ ବହୁତ ଧନ୍ୟବାଦ। ତୁମର ଏତେ ବଡ଼ ଉପକାର ମୁଁ କେବେ ବି ଭୁଲିବିନି। ତୁମେ ଯୋଉଠି ବି ଥାଅ ଭଲରେ ଥାଅ। ମା ଚଢ଼େଇଟି ଆଉ ବାହାରକୁ କାମ କରିବା ପାଇଁ ଗଲା ନାହିଁ। ଦିନେ କାଉ ତାକୁ ଖୋଜି ଖୋଜି ସେଠାକୁ ଆସିଲା। ଚଢ଼େଇର ପୁରୁଣା ଘର ବଦଳରେ ସେଠି ସୁନ୍ଦର ଏକ ବଡ଼ ଘର ଦେଖି ସେ ଆଶ୍ଚର୍ଯ୍ୟ ହେଇଗଲା। ଆରେ ଏ ଚଢ଼େଇଟା ତ ଅନେକ ଗରିବ ଥିଲା, ଏତେ ସୁନ୍ଦର ଘର ସେ କେମିତି ତିଆରି କଲା? ନା ନା, ଏ ଘରେ ନିଶ୍ଚୟ ଆଉ କେହି ରହୁଥିବ। ମୁଁ ଝରକା ପାଖକୁ ଯାଇକି ଦେଖେ ଏ ଘରେ କିଏ ରହୁଛି। ଏ କ'ଣ? ଏ ଘରେ ତ କେତେ ସୁନା ଟଙ୍କା ଅଛି। ଏ ଗରିବ ଚଢ଼େଇ ଏତେ ଭଲ ଘର କୋଉଠୁ ପାଇଲା? ନା ନା, ଯେମିତି ବି ହଉ ମୁଁ ତାଠୁ ଏ ଘର ଛଡ଼େଇକି ନେଇଯିବି। ଚଢ଼େଇର ତ ଏ ଜଙ୍ଗଲରେ କେହି ବି ନାହାନ୍ତି, ତା କଥାକୁ କେହି ବିଶ୍ୱାସ କରିବେନି। ଏଇ ଚଢ଼େଇ, ବାହାର ମୋ ଘରୁ। ଏ ଘର ଆଜିଠୁ ମୋର। ତୁ ତ ଛୁଆକୁ ନେଇ ଶୀଘ୍ର ଏ ଘରୁ ବାହାରି ଯା। ତୁମେ କ'ଣ କହୁଛ? ଏ ଘର ମୋର। ତୁମେ ମିଛ କାହିଁକି କହୁଛ? ମୁଁ ଆଗରୁ ତୁମ ଘରେ କାମ କରୁଥିଲି, ସେଥିପାଇଁ ଭଲରେ କହୁଛି, ଏ ଘରୁ ବାହାରି ଯାଅ। ଚଢ଼େଇର କଥା ସରିଛି କି ନାହିଁ, କାଉ ଦେହରେ ନିଆଁ ଲାଗିଗଲା। କାଉ ଭୟରେ ଘରୁ ବାହାରି ଆସିଲା। ସଙ୍ଗେ ସଙ୍ଗେ ହିଁ ତା ଦେହର ନିଆଁ ଲିଭିଗଲା। ଘରଟି କାଉକୁ କହିଲା, ଏ ଘର ଏକ ପବିତ୍ର ଜାଗା। ଏଠାକୁ ଆସି ଯିଏ ବି ମିଛ କହିବ ତାକୁ ଶାସ୍ତି ମିଳିବ। ଏସବୁ ଶୁଣି କାଉ ଭୟରେ ତୁରନ୍ତ ନିଜ ଘରକୁ ଚାଲିଗଲା। ସେ ଆଉ କେବେ ବି ଚଢ଼େଇକୁ ହଇରାଣ କଲା ନାହିଁ। ଚଢ଼େଇ ନିଜ ଛୁଆ ସହ ଖୁସିରେ ସେ ଛତା ଘରେ ରହିଲା।